ଆତ୍ମସ୍ୱରୂପଗଣ, ଯେଉଁ ନିୟମ ଦ୍ୱାରା ସାରା ସଂସାର ବନ୍ଧା ହୋଇଛି, ଯେଉଁ ନିୟମକୁ ଭାଙ୍ଗି ହେବ ନାହିଁ କି ବଦଳାଇ ହେବ ନାହିଁ, ସେହି ନିୟମ ଦ୍ୱାରା ସୂକ୍ଷ୍ମ ଓ ସ୍ଥୂଳ ଜଗତ ପରିଚାଳିତ ହେଉଛି। ପ୍ରକୃତିର ଅଧୀନରେ ଥିବା ଏହି ସବୁ ନିୟମକୁ କର୍ମବାଦ କୁହାଯାଇଛି। କାର୍ଯ୍ୟକାରଣ ନିୟମ, କ୍ରିୟା ପ୍ରତିକ୍ରିୟା ନିୟମ, କ୍ଷତିପୂରଣ ନିୟମ ଓ ଦଣ୍ଡ ବା ଶାସ୍ତି ବିଧାନ ନିୟମ ମିଶି କର୍ମବାଦର ସୃଷ୍ଟି ହୋଇଛି। ବର୍ତ୍ତମାନ ଏହି ନିୟମ ଦ୍ୱାରା ପ୍ରକୃତି କିପରି କାର୍ଯ୍ୟ କରେ ଆଲୋଚନା କରାଯିବ। କାର୍ଯ୍ୟକାରଣ ନିୟମ ଆଗରୁ କୁହାଯାଇଛି ଯେ ସମସ୍ତ କାର୍ଯ୍ୟକୁ ଯେପରି କର୍ମ କୁହାଯାଏ, ସମସ୍ତ ଫଳାଫଳକୁ ମଧ୍ୟ ସେପରି କର୍ମ କୁହାଯାଏ। କର୍ମ ତାର ଫଳଠାରୁ ଅଲଗା ନୁହେଁ। ଆମେ ଯାହା ସବୁ କର୍ମଫଳ ଭୋଗ କରୁ ସେସବୁ କର୍ମର ଅଂଶ ଅଟେ। କାର୍ଯ୍ୟ ଏବଂ ତାର ପରିଣତି କର୍ମର ନିୟମ ଅଟେ। ଯଦି କାରଣଟିଏ ଅଛି ତେବେ ତାର ପ୍ରତିଫଳ ନିହାତି ଭାବରେ ରହିବ। ମଞ୍ଜି ହେଉଛି ଗଛର କାରଣ, ତେଣୁ ଗଛ ହେଉଛି ମଞ୍ଜିର ପରିଣତି। ଗଛ ପୁଣି ମଞ୍ଜି ତିଆରି କରେ ଏବଂ ମଞ୍ଜିର କାରଣ ହୋଇଥାଏ। କାରଣ ଭିତରେ କାର୍ଯ୍ୟ ଲୁଚି ରହିଥାଏ। ଏହି କାର୍ଯ୍ୟ କାରଣ ସବୁ ସ୍ଥାନରେ ରହିଛି। ଏହା ଗୋଟିଏ ଅନନ୍ତ ଶିକୁଳି, ଦିନ ରାତି ପରି ଚାଲି ଆସିଛି। ଏହି ଶିକୁଳିର କୌଣସି କଡ଼ି ଅଦରକାରୀ ନୁହେଁ। ସାରା ସଂସାର ଏହି କାର୍ଯ୍ୟକାରଣ ନିୟମ ଦ୍ୱାରା ବନ୍ଧା ହୋଇଛି। ଏହି ନିୟମକୁ ଭାଙ୍ଗି ହେବ ନାହିଁ କି ବଦଳାଇ ହେବ ନାହିଁ। ଏହି ନିୟମ ଦ୍ୱାରା ସୂକ୍ଷ୍ମ ଏବଂ ମନ ଜଗତର ପରିଚାଳିତ ହେଉଛି। ସ୍ଥୂଳ ଜଗତ ଚାଲି ରହିଛି। ବିନା କାରଣରେ କୌଣସି ଘଟଣା ଘଟେ ନାହିଁ। ଭୂମିକମ୍ପ ହେଉ, ଅଗ୍ନିପାତ ହେଉ, ବଜ୍ରପାତ ହେଉ କି ସୁଖ ଦୁଃଖ ରୋଗ ଭୋଗ ସବୁଥିରେ ଗୋଟିଏ କାରଣ ରହିଛି। ପ୍ରକୃତିର ଦ୍ୱିତୀୟ ନିୟମ ହେଉଛି କ୍ରିୟା ପ୍ରତିକ୍ରିୟା ନିୟମ। ସମସ୍ତ କ୍ରିୟାର ପ୍ରତିକ୍ରିୟା ରହିଛି। ପ୍ରତିକ୍ରିୟା ମୂଳ କ୍ରିୟାର ସହିତ ସମାନ ହୋଇଥାଏ। ଏହି ନିୟମ ଅନୁସାରେ ସାଧୁମାନେ ପରିତ୍ରାଣ ପାଆନ୍ତି ଓ ଦୁଷ୍ଟମାନେ ଦଣ୍ଡିତ ହୁଅନ୍ତି। ଏହି ନିୟମ ଦ୍ୱାରା ତେଳଟିଏ ମାରିଥିବା ଲୋକ ପାଇଁ ପଥରଟିଏ ଥୁଆ ହୋଇଥାଏ। ଅନ୍ନ ବସ୍ତ୍ର ଦାନ ଦେଇଥିବା ଲୋକ ଏହି ନିୟମ ଦ୍ୱାରା ତାହା ପରବର୍ତ୍ତୀ ସମୟରେ ପାଇଥାଏ। ଆମର ଚିନ୍ତା, ଆମର କାମନା, ଆମର ଯାହା ସବୁ ବିଚାର ଏହିସବୁ ନିୟମ ଅନୁସାରେ ଫଳ ଦେଇଥାଏ। ଏହି ନିୟମ ବିଜ୍ଞାନ ସମ୍ମତ ଅଟେ। ଆମେ ଯେପରି କର୍ମ କରିବା ଠିକ୍ ସେମିତି ଫଳ ଏହି ନିୟମ ଦ୍ୱାରା ପ୍ରାପ୍ତ। ପ୍ରକୃତିର ତୃତୀୟ ନିୟମ ହେଉଛି କ୍ଷତିପୂରଣ ନିୟମ। ମଞ୍ଜିଟିଏ ପଚିଯାଏ, ଫାଟିଯାଏ, କିନ୍ତୁ ତାହା କ୍ଷତି ହୁଏ ନାହିଁ। ଏହି ନିୟମ ଅନୁସାରେ ତାହା ବୃକ୍ଷରେ ପରିଣତ ହୁଏ। କାଠ ଜଳିବା ଦ୍ୱାରା ଉତ୍ତାପ ଓ ରନ୍ଧନ କ୍ରିୟା ହୋଇଥାଏ। କେଉଁଠି ଭୀଷଣ ଗରମ ତ କେଉଁଠି ଭୀଷଣ ଥଣ୍ଡା, କେଉଁଠି ଆତଙ୍କବାଦୀ ଅଛନ୍ତି ତ କେଉଁଠି ସୁରକ୍ଷା କର୍ମୀ ଅଛନ୍ତି। ଭାରତରେ ଦିନ ହେଉଥିବା ବେଳେ ଆମେରିକାରେ ରାତି ହୋଇଥାଏ। ଏସବୁ କ୍ଷତିପୂରଣ ନିୟମ ଅନୁସାରେ ଘଟିଥାଏ। ଆମେ ଚିନ୍ତା କରୁଥିବା ସୁଖ ଦୁଃଖ ଲାଭ କ୍ଷତି ମଧ୍ୟ ଏହି ନିୟମ ଦ୍ୱାରା ପରିଚାଳିତ ଅଟେ। ପ୍ରକୃତିର ଚତୁର୍ଥ ନିୟମ ହେଉଛି ଦଣ୍ଡ ବିଧାନ ନିୟମ। ପ୍ରକୃତିର ଅନ୍ୟ ତିନୋଟି ନିୟମ ସହିତ ଏହି ନିୟମ ଜଡ଼ିତ ହୋଇଛି। ତେଣୁ ସମସ୍ତ ନିୟମ ଏକତ୍ର କାର୍ଯ୍ୟ କରନ୍ତି। ଯିଏ ଅନ୍ୟକୁ ଲୁଣ୍ଠନ କରେ ସେ ପ୍ରଥମେ ଲୁଣ୍ଠିତ ହୁଏ। ଯିଏ ଅନ୍ୟକୁ ଠକେ ସେ ପ୍ରଥମେ ନିଜକୁ ନିଜେ ହିଁ ଠକିଥାଏ। ଆମକୁ ମନେ ରଖିବାକୁ ହେବ ଯେ ଆମର ସୁଖ ସମୃଦ୍ଧି କିମ୍ବା ଦୁଃଖ ବିପତ୍ତି ପାଇଁ ଆମେ ନିଜେ ହିଁ ଦାୟୀ ଅଟୁ। ପ୍ରକୃତିର ଏହି ସବୁ ନିୟମ ଦ୍ୱାରା ସୁନ୍ଦରତା, ମଧୁରତା, ଶାନ୍ତି ଶୃଙ୍ଖଳା ଓ ଭାରସାମ୍ୟ ରକ୍ଷା ହେଉଛି। ଆମେ ଯଦି ଠିକ୍ ଭାବରେ ପ୍ରକୃତିର କାର୍ଯ୍ୟକଳାପକୁ ଧ୍ୟାନ ଦେଇ ଦେଖିବା, ତେବେ ଏହି କ୍ଷତିପୂରଣ ନିୟମ କିପରି ଆଶ୍ଚର୍ଯ୍ୟ ଭାବରେ କାମ କରୁଛି ଜାଣିପାରିବା। ଏହି ନିୟମ ଏତେ କଠୋର ଯେ କେହି କେବେ ଏହାକୁ ଏଡ଼ାଇ ପାରିବ ନାହିଁ। ଯଦି ଆମେ ମନ୍ଦ କର୍ମ କରିବା, ନିୟମାନୁସାରେ ନିଶ୍ଚୟ ମନ୍ଦ
ରହିପାରିବା। ଯଦି ଆମେ ନିଜ ବିଷୟରେ ଜାଣିବାକୁ ଚେଷ୍ଟା କରିବା ତେବେ ଦେଖିବା ଆମ ଜୀବନ କାଳ ଦେହର ଜନ୍ମ ହେବା ଦିନଠାରୁ ଦେହର ମୃତ୍ୟୁ ହେବା ଯାଏ ରହିଛି। ଆମେ ଦେହର ଜନ୍ମ ଓ ମୃତ୍ୟୁ ଚକ୍ରରେ ବାରମ୍ବାର ଘୁରି ଚାଲିଛୁ। ଆମର ସେହି ଅସଂଖ୍ୟ ଜୀବନ ଚକ୍ରର ତୁଳନାରେ ବର୍ତ୍ତମାନର ଜୀବନ କାଳ ଅତି ନଗଣ୍ୟ, କ୍ଷଣିକ ବା ତୁଚ୍ଛ ଅଟେ। ଏହି କ୍ଷଣିକ ବା ଅଳ୍ପ ସମୟର ଜୀବନ କାଳ ଅସଂଖ୍ୟ ଜୀବନ କାଳର ଗୋଟିଏ ଅଂଶ ଅଟେ। କୌଣସି ଘଟଣା ବା ବିଷୟର କାରଣ ଖୋଜିବାକୁ ହେଲେ ଆମର ସାମୂହିକ ଜୀବନକୁ ବିଶ୍ଳେଷଣ କରିବାକୁ ହେବ, ଅନୁଧ୍ୟାନ କରିବାକୁ ହେବ। ତେବେ ଯାଇ କାର୍ଯ୍ୟ କାରଣ ସମ୍ବନ୍ଧରେ କିପରି ସମାନତା ରହିଛି ବୁଝିପାରିବା। ବର୍ତ୍ତମାନ ଭୋଗ କରୁଥିବା ସୁଖ କିମ୍ବା ଦୁଃଖ କିପରି ଅତୀତରେ କରିଥିବା କର୍ମ ସହିତ ଜଡ଼ିତ ତାହା ଆମେ ଠିକ୍ ଭାବରେ ବୁଝିପାରିବା। ଆମେ ଯେଉଁ ଅନନ୍ତ ଜୀବନ କାଳ ବିତାଇ ସାରିଛୁ ତାକୁ ଅନୁଧ୍ୟାନ କରିବାକୁ ପଡ଼ିବ। ଆମ ଦେହର ମୃତ୍ୟୁ ହେଲା ପରେ ବି ଆମେ ଜୀବିତ ଥାଉ। ଆତ୍ମା ବସନ ପରିବର୍ତ୍ତନ କଲା ପରେ ଶରୀରକୁ ପରିବର୍ତ୍ତନ କରିଥାନ୍ତି। ଦେହର ମୃତ୍ୟୁ ପରେ ଆମେ ପୁଣି ଥରେ ଜନ୍ମ ନେଇଥାଉ। ଅତୀତରେ ଏହିପରି ବହୁତ ଜନ୍ମ ନେଇ ସାରିଛୁ, ଭୋଗ କରି ସାରିଛୁ। ତେଣୁ ଏକ ଦୀର୍ଘତମ ଜୀବନ ବା ଆତ୍ମପାଠର ଅନୁଶୀଳନ କରିବାକୁ ପଡ଼ିବ। ତେବେ ଯାଇ ଆମେ କାର୍ଯ୍ୟକାରଣ ସମ୍ପର୍କକୁ ସ୍ପଷ୍ଟ ଭାବରେ ଜାଣିପାରିବା। ଜଗତରେ ଯାହା ସବୁ ଘଟଣା ଘଟୁଛି ତା ପଛରେ ନିର୍ଦ୍ଦିଷ୍ଟ କାରଣ ରହିଛି। ଘଟଣା ଗୁଡ଼ିକ ଧାରାବାହିକ ଭାବରେ ଘଟି ଚାଲିଛି। ଆମେ ଯାହା ସବୁ ବର୍ତ୍ତମାନ କରି ଚାଲିଛୁ ତାହା ଭବିଷ୍ୟତରେ ଫଳପ୍ରସୂ ହେବ। ତେଣୁ ଆମକୁ ବର୍ତ୍ତମାନ ଏପରି ମଞ୍ଜି ବୁଣିବାକୁ ହେବ ଯାହା ଭବିଷ୍ୟତରେ